पुआ झो पर हाथ उठो जाओ तुम रहते सास किछि नै स्वामी किछि नै माने पुआ जगमो खाइबा को देथिले केमने खाओ खाओ तो मार देथिले खावा को दोथिला ता ऊपर हाथ उठोथिला ना 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 केते मोजबा को बुझाइलो मो कथा कोन सुनिले ए पचारू पचारू न बापा जने सिरा था अरे बा कस्तूरी बापा अरे बापा न तुम माने को तुम खाइबा को दोथिला ना तुम ऊपर हाथ उठोथिला ना बापा ना माँ तो हमको खाइबा को दौथिले बापा खाइबा को दोथिला हाँ बापा हाँ बापा अरे बापा जने हेमिति माँ हम तो जगत रे कोठी मिली न थांते बापा बापा तुम जानी छा छोट रो एते बड़ हेलो ए पर्यंत जो मार स्नेह ममता आदर्श किछि पाई पारि नथिले हेबे से सब आम माँ आमको निश्चय शिखौछन्ति बापा बापा अरे बापा जने गोटे संतान ही जानिबो तमार से पणत काणी रे केते स्नेह और केते भक्ति भरा स्नेह रही थाए बापा बापा अरे बापा जने तमठु जहाँ शिखिछु ताको अधिक गुणा माँ को से पणत काणी रसई स्नेह ममता आदर्श करुणा संस्कार सब प्रदान करछन्ति बापा ठीक अछि बापा जने हाँ बापा मु जहाँ देखिली से सब सत थिला ना से सब मिछा थिला बापा मिछा थिला हाँ बापा जानिछ आहा खाइबा को नहीं हमें भाई भौणी बाड़िया पिटा ही जाइथिलु तो सेति पई तमे से सम्मुख रे पळे आसीथिला बोली तुमको लागिला माँ आमको बड़े छानते बोली हेरे जमारे ना बापा आहा मारा कौन सी दोष नहीं दीपिका स्वामी
ତମ ଉପରେ ରାଗିକି କଥା କହିଦେଲି ହେଲେ ଭୁଲ ବୁଝିବେନି। ନା ସ୍ୱାମୀ ମୁଁ କାହିଁକି ଭୁଲ ବୁଝିବି? ତୁମେ ହେଉଛ ମୋ ଇହ କାଳ ପର କାଳର ଦେବତା, ମୁଁ ତ ତୁମର ପାଦର ସେବିକା, ମୁଁ କାହିଁକି ରାଗିବି ସ୍ୱାମୀ ତୁମ ପ୍ରତି? ବାପାଧନ ଶ୍ରୀରଥ ବାପା ମୋ କଥାଟେ ରଖିବୁ ରେ ବାପାଧନ। କୁହନ୍ତୁ ବାପା, ମୁଁ ନିଶ୍ଚୟ ରଖିବି। ଶୁଣ ବାବୁ ସୁରଥରେ ମୋହର ବଚନ ବାପା ତୁହି ମୋର ଏକ ବଳି ଫୁଲର ତପନ ରାଜାମାନଙ୍କ ସଙ୍ଗତି ହେଉଛି କାଶୀରେ ସେଠି ଯିବାକୁ ଡାକରା ଆସିଛି ନିଶିରେ। ବାପା ହଁ ନିଶ୍ଚୟ ଯିବି ବାପା। ଦେହ ମୋର ଭଲ ନାହିଁ ଯିବାକୁ ଅକ୍ଷମ କହ ତୋର ମତାମତ କେଶରୀର ଚନ ବାପାଧନ ଶ୍ରୀରଥ ବାପା ଆସନ୍ତା କାଲିଠାରୁ ହେବ ତୋର କାଶୀନଗରରେ ଆରମ୍ଭ। ନିଶ୍ଚୟ ବାପା। ତୁମର ପ୍ରତି ନିଯୁକ୍ତିରେ ଯାହା ଖାତି କ୍ଷେତ୍ର। ହଁ ବାପା ହଁ, ମୁଁ ତମ ଆଜ୍ଞାକୁ କେବେ ହେଲେ ମଧ୍ୟ ଅମାନ୍ୟ କରିପାରିବିନି ବାପା। ଆରେ ବାପାଧନ ଗୋଟାଏ ସନ୍ତାନର ଧର୍ମ ହେଉଛି ତା ବାପା ମାଙ୍କ ଆଦେଶ ପାଳନ କରିବା, ଆଉ ତମ ଆଦେଶକୁ ମୁଁ ଅକ୍ଷରେ ଅକ୍ଷରେ ନିଶ୍ଚିତ ପାଳନ କରିବି। ମୁଁ ଚାଲିଯିବି କାଲିକା ଶ୍ରୀକ୍ଷେତ୍ରକୁ ବାପା। ଠିକ କହିଛି ରେ ବାପାଧନ। ହଁ ବାପା ହଁ ହଁ। ତୁ କଣ ମତେ ଏକୁଟିଆ କଣ ଚାଲିଯିବୁ? ଆରେ ଭଉଣୀ ନା ଭାଇ ନା, ତୁ ଜମା ଜାନା, କାହିଁକି ନା ତୋ ବିନା ମୋ ମନ ଲାଗିବନି ଏଇଠି। ଆରେ ଏହା ହେଉଛି ବାପାଙ୍କର ଆଜ୍ଞା, ମୁଁ କେବେ ହେଲେ ମଧ୍ୟ ଅମାନ୍ୟ କରିପାରିବିନି। ଯେମିତି ହେଲେ ମଧ୍ୟ ମୋତେ ଯିବାକୁ ନିଶ୍ଚୟ ପଡ଼ିବ। ନା ଭାଇ, ସତେ ଯିବାକୁ ପଡ଼ିବ। ଆରେ ଭଉଣୀ ଅବୁଝା ହଁ ନା, ତୁ ବୁଝିଯା ମୋ ସୁନା ଧନଟା ପୁରା। ଆରେ ଭଉଣୀ ସେମିତି ଅବୁଝା ହେଲେ କେମିତି ହବ କହିଲୁ? ଏ ଭାଇ, ମୁଁ କଣ ତୋ ବିନା ରହିପାରେ? ଆରେ ସେ କଥା ତ ମୁଁ ମଧ୍ୟ ଜାଣିଛି, ହେଲେ ରହିବାକୁ ତ କିଛି ଦିନ ପଡ଼ିବ। ଠିକ ଅଛି ଭାଇ, ତୁ ଯଦି ଯିବାକୁ ଚାହୁଁଛୁ ହେଲେ ଭଲରେ ଯିବୁ ଭାଇ। ହଁ ଭଉଣୀ ହଁ। ଦୀପିକା ସ୍ୱାମୀ ମୋ ପୁଅ ପରେ କାଶୀ କ୍ଷେତ୍ର ଯିବ, ହଁ ତାକୁ ଟିକେ ବୀର ବେଶ ସଜେଇ ଦେବନି? ଠିକ ଅଛି ସ୍ୱାମୀ। ମୁଁ ଆଲୋ ମା, ଏଇଠି କସ୍ତୁରୀ। ବ୍ୟବସ୍ଥା ସଜାଇ ହଁ ଦେଉଛି। ବାପା, ତୋ ଭାଇକୁ ଟିକେ ବୀର ବେଶ ସଜେଇ ଦେବୁନି ରେ ମା? ଠିକ ଅଛି ବାପା, ମୁଁ ମୋ ଭାଇକୁ ସଜେଇ ଦେବି। ଏ ଭାଇ, ହଁ ତୁ ପରା ହଉଛି ମୋ ଗେଲା ଭାଇ। ଆଚ୍ଛା ହଁ, ଚାଲ ମୁଁ ତତେ ବୀର ବେଶରେ ସଜେଇ ଦିଏ। ତେବେ ଠିକ ଅଛି ଭଉଣୀ। ବାପା ଆରେ ମା ଦେଖ ନା, ମୋ ଭାଇ ମତେ ଏକୁଟିଆ କରି ଚାଲିଗଲେ।
ଏଥର ମୁଁ ଖେଳ କାହା ସହିତ ଖେଳିବି ସେଥିପାଇଁ ବାପା ମୋତେ ଏଠି ଜମାରୁ ମନେ ଲାଗୁନି। ହ୍ୟାଲୋ ଏ ମା କସ୍ତୁରୀ କସ୍ତୁରୀ लो ମାମା ଏ ରାଜୱାସର ଖେଳ ଖେଳି ହବନି କି लो ନା ବାପା ନା ମୁଁ ଏଠି ଖେଳିବିନି। ସ୍ୱାମୀ ହଁ ଦୀପିକା ଝିଅ ଯେତେବେଳେ ଜିଦ ହେଲାଣି ତାକୁ ଟିକେ ବିଦାୟ ଦେଇ ଦଉନ। ବାପା ଆରେ ମା ମୋ କଥାଟା ଶୁଣିବୁ ରେ ମା ହଁ ବାପା ହେଲେ ଶୀଘ୍ର ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବୁ ରେ ମା। ଅଛି ବାପା ମୁଁ ମୋ ସାଥୀ ସଙ୍ଗତ ସହିତ ଫୁଲ ଉଦ୍ୟାନକୁ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବି। ଠିକ ଅଛି ବାପା ହଁ ରେ ମା ତାହେଲେ ମୁଁ ଯାଉଛି ବାପା। ଠିକ ଅଛି ରେ ମା। दीपिका स्वामी मो पुआ गला काशी क्षेत्र आ मो झील गला ता संग शैल सहित खेलिबा के। हाँ तो स्वामी प्राणनाथ हाँ दीपिका समय होछि रहिछि तेबे चलंतु विश्राम कक्ष को जीवा। हाँ हाँ ठीक कहिछ चाली जीवा से आ विश्राम गृह को। मो दीपिका मो दीप भली जले जालिबा मोर परम धर्म एले मु केबे लिभेन। सुरत जेतेबेले काशीटा आरंभ खाने एइटा होचे मो भाई भाई गोटिए सुवर्ण सुयोग ताको से केमिति हाथ छड़ा करिबो एई मुहूर्त रे मो भाई को डाकिबी। भाई ए भाई कोठी अच्छु भाई शीघ्र आना।